शुभ सकाळ पिलाମାନେ आमମାନେ ଆମମାନଙ୍କର ପୂର୍ବ ଭିଡ଼ିଓରେ ପଞ୍ଚମ ଶ୍ରେଣୀର ପରିବେଶ ବିଜ୍ଞାନ ବହି ପଢ଼ୁଥିଲେ। ଆମେମାନେ ସେହି ଭିଡ଼ିଓରେ ପରିବେଶ ବିଜ୍ଞାନ ବହିରେ ଥିବା 3ଟି ମାନଚିତ୍ର ବିଷୟରେ କଥା ହେଉଥିଲେ ଏବଂ ଆମେମାନେ ପୃଥିବୀର ଭୌଗୋଳିକ ମାନଚିତ୍ରକୁ ପଢ଼ିଥିଲେ ଏବଂ ତା ସମ୍ବନ୍ଧୀୟ କୁଇଜ୍ ଗୁଡ଼ିକୁ ଆଲୋଚନା କରିଥିଲେ। ଆଜି ଆମେ ଏହି ଭିଡ଼ିଓରେ ଆମେମାନେ ଓଡ଼ିଶାର ମାନଚିତ୍ରକୁ ଦେଖିବା, ଓଡ଼ିଶାର ରାଜନୈତିକ ମାନଚିତ୍ରକୁ ଦେଖିବା ଏବଂ ଆମର ପରବର୍ତ୍ତୀ ଭିଡ଼ିଓରେ ଆମେମାନେ ଭାରତର ରାଜନୈତିକ ମାନଚିତ୍ରକୁ ପଢ଼ିବା। ତ ଆଜି ଆମେ ଓଡ଼ିଶାର ରାଜନୈତିକ ମାନଚିତ୍ରକୁ ପଢ଼ିବା ପୂର୍ବରୁ ପ୍ରଥମେ ଭାରତର ମାନଚିତ୍ରରୁ ଓଡ଼ିଶା ରାଜ୍ୟର ଅବସ୍ଥିତିକୁ ଦେଖିବା। ଯେମିତିକି ତୁମେମାନେ ସ୍କ୍ରିନ୍ରେ ଦେଖିପାରୁଥିବ, ଆମର ଓଡ଼ିଶା ରାଜ୍ୟଟି ଭାରତର ପୂର୍ବ ଦିଗରେ ରହିଛି, ବୁଝିପାରୁଛ। ଏବଂ ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ କେଉଁଠି ନା ଓଡ଼ିଶାର ପଡ଼ୋଶୀ ରାଜ୍ୟଗୁଡ଼ିକ ହେଲେ 1 ନମ୍ବରରେ ତୁମର ଆସିବ ଆନ୍ଧ୍ରପ୍ରଦେଶ, ଯିଏକି ଦକ୍ଷିଣ ଦିଗରେ ଅଛି, ଏବଂ ଛତିଶଗଡ଼ ଯିଏକି ପଶ୍ଚିମ ଦିଗରେ ଅଛି, ଏବଂ ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ବା ୱେଷ୍ଟବେଙ୍ଗଲ ଯିଏକି ତୁମର ପୂର୍ବ ଦିଗରେ ରହିଅଛି। ଆଉ କ'ଣ ଅଛି ନା ଓଡ଼ିଶାର ପୂର୍ବ ଉପକୂଳକୁ ଲାଗିକି ଆମର ବଙ୍ଗୋପସାଗର ରହିଅଛି। ଏଇଟା ହେଉଛି ଆମର ବଙ୍ଗୋପସାଗର। ଦେଖିବା ଏଇଠି ଓଡ଼ିଶା ମାନଚିତ୍ରରେ ବଙ୍ଗୋପସାଗରକୁ ତୁମମାନେ କ୍ଲିଅରଲି ଜାଣିପାରିବ। ଦେଖ, ଏଇଟା ହେଉଛି ଆମ ଓଡ଼ିଶା ମାନଚିତ୍ର। ଓଡ଼ିଶାର ପୂର୍ବ ଉପକୂଳକୁ ଲାଗିକି ଆମର ବଙ୍ଗୋପସାଗର ରହିଅଛି। ଦେଖ, ତ ବର୍ତ୍ତମାନ ଆମେ ଜାଣିବା ଓଡ଼ିଶାର କେଉଁ ଜିଲ୍ଲା ସମୁଦ୍ର ଉପକୂଳବର୍ତ୍ତୀ ଅଟନ୍ତି ବା ସମୁଦ୍ରକୁ ଲାଗିକି ରହିଅଛି। ତ ତୁମେମାନେ ଯେମିତି ମାନଚିତ୍ର ଦେଖିପାରୁଥିବ, ଓଡ଼ିଶାର ପ୍ରଥମେ ଗଞ୍ଜାମ ଜିଲ୍ଲା ବେ ଅଫ୍ ବେଙ୍ଗଲ ବା ବଙ୍ଗୋପସାଗରକୁ ଲାଗିଅଛି, ତାପରେ ପୁରୀ, ତାପରେ ଜଗତସିଂହପୁର, ତାପରେ କେନ୍ଦ୍ରାପଡ଼ା, ତାପରେ ଭଦ୍ରକ, ତାପରେ ବାଲେଶ୍ୱର। ଏହିପରି ଜିଲ୍ଲା ଗୁଡ଼ିକ ବଙ୍ଗୋପସାଗରକୁ ଲାଗି ଅଛନ୍ତି। ତ ତୁମର ପରୀକ୍ଷାରେ ମଧ୍ୟ ଏ ଟାଇପ୍ର ପ୍ରଶ୍ନ ଆସିପାରିବ, ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲା କେଉଁଠି, ସେଥିରେ 3-4ଟି ଜିଲ୍ଲାର ନାଁ ଦେଇଥିବ ଏବଂ କେଉଁଠି ଅଲଗା ବାଛିବା ପାଇଁ କହିଥିବ। ତ ତୁମମାନେ ସେଇଠି ଠିକ୍ ଅପସନ୍ଟି ବାଛିବାକୁ ପଡ଼ିବ। ତ ତୁମମାନେ ମନେ ରଖ କେଉଁ ଜିଲ୍ଲା ଗୁଡ଼ିକ ବଙ୍ଗୋପସାଗରକୁ ଲାଗି ଅଛନ୍ତି ବା ସମୁଦ୍ର ଉପକୂଳବର୍ତ୍ତୀ ଅଟନ୍ତି। ଗଞ୍ଜାମ, ତାପରେ ପୁରୀ, ତାପରେ ଜଗତସିଂହପୁର, ତାପରେ କେନ୍ଦ୍ରାପଡ଼ା, ତାପରେ ଭଦ୍ରକ, ତାପରେ ବାଲେଶ୍ୱର। ତ କେତୋଟି ଉପକୂଳବର୍ତ୍ତୀ ଜିଲ୍ଲା ହେଲେ ନା ଆମର 6ଟି ଉପକୂଳବର୍ତ୍ତୀ ଜିଲ୍ଲା ଅଛନ୍ତି। ଆଶା କରୁଛି ତୁମମାନେ ବୁଝିପାରୁଥିବ। ତାପରେ ଦେଖିବା ଓଡ଼ିଶାରେ କେତୋଟି ଜିଲ୍ଲା ଅଛନ୍ତି ନା ତୁମମାନେ ଜାଣିଛ ଓଡ଼ିଶାରେ 30ଟି ଜିଲ୍ଲା ଅଛି। ତ ଏଇ ଯେଉଁ ଯେତେ ଗୁଡ଼ା ଜିଲ୍ଲା ରହିଲେ ଏଇ ଜିଲ୍ଲା ଗୁଡ଼ିକ ମଧ୍ୟରୁ ଏରିଆ ୱାଇଜ୍ ମାନେ କ୍ଷେତ୍ରଫଳ ଆକାରରେ ବା ଜାଗା ହିସାବରେ କେଉଁ ଜିଲ୍ଲାଟି ବଡ଼ ଅଟେ ନା ତୁମମାନେ ଦେଖିପାରୁଥିବ ମୟୂରଭଞ୍ଜ। ବୁଝିପାରିଲ, ମୟୂରଭଞ୍ଜରେ ସ୍ଥାନ ହିସାବରେ ବା କ୍ଷେତ୍ରଫଳ ବା ଜାଗା ହିସାବରେ ମୟୂରଭଞ୍ଜ ଜିଲ୍ଲାଟି ସବୁଠୁ ବଡ଼ ଅଟେ। ବୁଝିପାରିଲ। ଆଚ୍ଛା, ଏବଂ ଲୋକ ସଂଖ୍ୟା ହିସାବରେ କେଉଁ ଜିଲ୍ଲାଟି ବଡ଼ ଅଟେ ନା ସବୁଠାରୁ କେଉଁ ଜିଲ୍ଲାରେ ଅଧିକ ସଂଖ୍ୟକ ଲୋକ ବାସ କରନ୍ତି ନା ଗଞ୍ଜାମ ଜିଲ୍ଲା। ତ ତୁମମାନେ ଏଇଟାକୁ ମଧ୍ୟ ମନେ ରଖିଥାଅ। ଆଚ୍ଛା, ତାପରେ ଜିଲ୍ଲା ଭିତରେ ଆଉ ଗୋଟେ ତୁମର କ୍ୱେଶ୍ଚିନ୍ ଆସିବ କ'ଣ ନା ଓଡ଼ିଶାର ଏମିତି ଗୋଟେ ଜିଲ୍ଲାର ନାଁ କୁହ ଯିଏକି ଉଭୟ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡ଼କୁ ଲାଗିଅଛି। ତାହାର ପିଲା ଆନ୍ସର୍ ହେଉଛି ତୁମର ମାଲକାନଗିରି। ଯେମିତି ପିଲା ଦେଖିପାରୁଥିବ ତୁମମାନେ ମାଲକାନଗିରି ଜିଲ୍ଲାଟି ତା'ର ଏଇପଟେ ପୂର୍ବପଟେ ଆନ୍ଧ୍ରପ୍ରଦେଶକୁ ଲାଗିଅଛି ଏବଂ ତା'ର ପଶ୍ଚିମ ପଟେ ଛତିଶଗଡ଼କୁ ଲାଗିଅଛି। ତ ତା'ର ପିଲା ଆନ୍ସର୍ ହେବ ତୁମର ମାଲକାନଗିରି। ମାଲକାନଗିରି ହେଉଛି ଏମିତି ଗୋଟେ ଜିଲ୍ଲା ଯିଏକି ଏକା ସାଙ୍ଗରେ 2ଟି ଜିଲ୍ଲାକୁ ଲାଗିଅଛି। ଗୋଟିଏ ହେଉଛି ଆନ୍ଧ୍ରପ୍ରଦେଶ ଆଉ ଗୋଟେ ହେଉଛି ଛତିଶଗଡ଼। ଆଚ୍ଛା, ତାପରେ ତୁମମାନଙ୍କର ଆସିବ ପିଲା ଓଡ଼ିଶାର ସବୁଠୁ ଛୋଟ ଜିଲ୍ଲାଟି କେଉଁଠି? ତ ଓଡ଼ିଶାର ସବୁଠୁ ଛୋଟ ଜିଲ୍ଲାଟି ହେଲା ତୁମର ଦେଓଗଡ଼। ଦେଖିପାରୁଥିବ ଏଇଠି ତୁମର ଅଛି ଦେଓଗଡ଼। ତାପରେ ପିଲା ତୁମର ପ୍ରଶ୍ନ ଆସିବ କ'ଣ ଓଡ଼ିଶାର ରାଜଧାନୀର ନାମ କ'ଣ? ତ ପିଲା ଓଡ଼ିଶାର ରାଜଧାନୀର ନାମ ହେଲା ଭୁବନେଶ୍ୱର, ଯେଉଁଟାକି ଖୋର୍ଦ୍ଧା ଜିଲ୍ଲାରେ ରହିଅଛି। ବୁଝିପାରିଲେ, ଏଇଠି ଯେଉଁ ଖୋର୍ଦ୍ଧା ଜିଲ୍ଲା ଅଛି, ଖୋର୍ଦ୍ଧା ଜିଲ୍ଲାର ମଝିରେ ତୁମର ଭୁବନେଶ୍ୱର ରହିଅଛି, ଯିଏକି ଆମ ଓଡ଼ିଶାର ରାଜଧାନୀ। ଆଉ ପିଲା ତୁମମାନଙ୍କର ପ୍ରଶ୍ନ କ'ଣ ଆସିପାରେ ନା ଓଡ଼ିଶାର ସବୁଠୁ ବଡ଼ ନଦୀର ନାମ କ'ଣ? ତ ଓଡ଼ିଶାରେ ଯେତେ ନଦୀ ପ୍ରବାହିତ ହୋଇଛନ୍ତି ସବୁଠୁ ବଡ଼ ନଦୀର ନାମ ହେଲା ତୁମର ମହାନଦୀ, ଯିଏକି ତୁମର କେଉଁଠୁ ଆରମ୍ଭ ହୋଇଛି ନା ଛତିଶଗଡ଼ରୁ ତୁମର ଆସିକି ସିଏ
पश्चिम ओडिशा देखी से कौन कटक देखी तुम बे बंगाल बंगोपसागर पड़ी अच्छे बुझिपार पे तो ओडिशार बड़ नदीर नाम कौन ना ओडिशार बड़ नदीर नाम है तुम महानदी। आशा कर तुमने बुझीपार तापर चलो आउ कि आम क्वेश्चन देखा ना ओडिशार तुम हाईकोर्ट बा उच्चतम न्यायालय उच्च न्यायालय ओडिशार कोर्टी अच्छी ना तार आंसर हम बोले ना कटक रे आमर ओडिशार उच्च न्यायालय रही। तापर बोले ओडिशा रिलेटेड तुम आउ कौन क्वेश्चन आसो ओडिशार विधानसभा सभ्य संख्या केते ना बोले तार उत्तर हूँ तुम ना 147 बुझीपार पे तो ओडिशार विधानसभा सभ्य संख्या बा ओडिशार केते जन एमएलए प्रार्थी अच्छा ना 147 जन बुझीपार पे। अच्छा आउ पे तुम प्रश्न कौन आसपे ना जदि आसे ओडिशार पूर्व दिग को लगी पड़ोशी राज्यटी कौटी तो तुमने तार आंसर लिख वेस्ट बंगाल बा पश्चिम बंग बुझीपार पे। अच्छा तो ये टाइप आम रही आउ कौन कौन पे क्वेश्चन आसपे ना अच्छा ओडिशा रे क्यों घाट ओडिशा रे क्यों पर्वतमाला रही तुमने लिख ओडिशा रे तुम पूर्व घाट पर्वतमाला रही ईस्टर्न घाट रही बुझीपार ये टाइप तुम ईस्टर्न घाट रही जहाँकि तुम कोरापुट कोरापुट आरंभ हो गंजाम तो गंजाम गजपति जी जाइए तो ओडिशा रे तुम पूर्व घाट पर्वतमाला बा ईस्टर्न घाट रही अच्छी तापर पे तुम आउ कौन क्वेश्चन आसपार ना ओडिशार उच्चतम पर्वत शिखर नाम कौन तो तुम लिख पे ना तार ना है देवमाली जोटा कि तुम कोरापुट जिले में अवस्थित बुझीपार पे। तापर आम देखा आउ केते गुटे प्रश्न ओडिशार प्रसिद्ध ठाकुर नाम कौन ओडिशार प्रसिद्ध ठाकुर नाम है जगन्नाथ जहाँ मंदिर कोटी अच्छी ना पुरी जिले रही। अच्छा तो यहीपर बोले ओडिशा रिलेटेड तुम मानकर विभिन्न प्रकार प्रश्न आसीपर तो तुमने यही सब प्रश्न गुड़ाक मन रखि और तार आंसर गुड़ाक मन रखि और तुम जो भी एग्जाम हम जो तुम आदर्श एग्जाम हो कि आमर सैनिक स्कूल एग्जाम हो कि तुम निज स्कूल वार्षिक कि अर्धवार्षिक एग्जाम एगुटा को लिखिज। आशा कर भिडियोटी भल लगी तो आम आम नेक्स्ट भिडियो परवर्ती भिडियो भारतर मानचित्र को पढ़ा एवं आ रिलेटेड किसी क्वेश्चन को आम डिस्कसन करवा। तो आशा कर तुमको भिडियोटी भल लगी जदि तुमको भिडियोटी भल लगी ताले तुम सांगसाथी मान सहित सेयार कर एवं मो चैनल को लाइक शेयर और सब्सक्राइब कर तो रोचे आम मैंने आगामी भिडियो देखा। धन्यवाद।